ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ବା ମୂଳ ଅଧିବାସୀ ବାଥୁଡ଼ି ସମୁଦାୟର ଜନଜାତି। ଏ ବାଥୁଡ଼ି ସମୁଦାୟର ଜନଜାତି ପ୍ରତିବର୍ଷର ଚୈତ୍ର ମାସରେ ବାଥୁଡ଼ି ସମ୍ପ୍ରଦାୟର ଲୋକଙ୍କର ଆରାଧ୍ୟ ଦେବତା ବାବା ବଡ଼ାମଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ସେମାନେ ବାବା ବଡ଼ାମଙ୍କୁ ନିଜ ନିଜ ଗ୍ରାମରେ ଥିବା ସାହିରେ ଥିବା ଜାହିରା ପୀଠମାନଙ୍କରେ ଦେହୁରୀ ବାବାଙ୍କ ଦ୍ୱାରା ପୂଜା କରାନ୍ତି। ଏଥିସହିତ ଅଞ୍ଚଳରେ ଥିବା ସମଗ୍ର ବାଥୁଡ଼ି ସମ୍ପ୍ରଦାୟର ଲୋକେ ବେଶ ନିଷ୍ଠାପର ଭାବରେ ଭକ୍ତି ମନରେ ପୂଜା ଅର୍ଚ୍ଚନା କରିଥିବାର ଦେଖିବାକୁ ମିଳେ। ଏହି ବାଥୁଡ଼ି ସମ୍ପ୍ରଦାୟର ଲୋକମାନଙ୍କର ପାରମ୍ପରିକ ଚାଙ୍ଗୁ ବାଦ୍ୟକୁ ବଜାଇ ସେମାନେ ଭଜନ ଗାନ ସହିତ ନୃତ୍ୟ ମଧ୍ୟ କରନ୍ତି। ଉଭୟ ପୁରୁଷ ଓ ମହିଳା ଏବଂ ପିଲାମାନେ ଏହି ନୃତ୍ୟରେ ମସଗୁଲ ଥାନ୍ତି। ପିଢ଼ି ପରେ ପିଢ଼ି ସୁନ୍ଦର ଭାବରେ ଆଜି ଆବାହମାନ କାଳରୁ ସେମାନେ ତାଙ୍କର ଏହି ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୃଢ଼ ପ୍ରୟାସ ଜାରି ରଖିଛନ୍ତି। କର୍ମ ଜଞ୍ଜାଳମୟ ଜୀବନରୁ ବର୍ଷରେ ଏହି ଦିନେ ଦୁଇ ଦିନ ବାବା ବଡ଼ାମଙ୍କର ପୂଜା ଅର୍ଚ୍ଚନାରେ ନିଜକୁ ବ୍ୟସ୍ତ ରଖିବା ସହିତ ଭକ୍ତି ଭାବ ଆମୋଦ ପ୍ରମୋଦ ପ୍ରସାଦ ସେବନ ଭୋଜି ଭାତ ଆଦିରେ ବେଶ ଉପଭୋଗ କରନ୍ତି ନିଜ ଜୀବନକୁ। ତତ୍ସହିତ ନିଜର ବନ୍ଧୁ ବାନ୍ଧବ ଗ୍ରାମବାସୀଙ୍କ ସହିତ ଭାଇଚାରା ବୃଦ୍ଧିର ଏହି ପରମ୍ପରା ବେଶ ନିଆରା ଓ ମନଛୁଆ। ମୟୂରଭଞ୍ଜ ଜିଲ୍ଲା ଖାନୁଆ ପଞ୍ଚାୟତର ଖାନୁଆ ଗ୍ରାମର କୁଅ ସାହିରେ ଏହି ବାଥୁଡ଼ି ସମ୍ପ୍ରଦାୟର ଲୋକଙ୍କର ବଡ଼ାମ ପୂଜାରେ ଏହି ଦୃଶ୍ୟ ଆପଣମାନେ ଦେଖୁଛନ୍ତି। ଶିମିଳିପାଳର ଶିମିଳି ପାହାଡ଼ରେ ଚୈତ୍ର ମାସର 18 ଦିନରେ 18 ଦେଉଳ ରହିଛି। ସେଇଠି ପ୍ରଭୁ ବଳଭଦ୍ର ମହାପ୍ରଭୁଙ୍କୁ ଏହି ବାଥୁଡ଼ି ସମ୍ପ୍ରଦାୟର ଲୋକମାନେ ବାବା ବଡ଼ାମଙ୍କର ଦେଉଳ କୁହନ୍ତି ଏବଂ ଆବାହମାନ କାଳରୁ ପୂଜା କରିଆସୁଥିବାର ଦେଖିବାକୁ ମିଳେ। ବେଶ ସରଳ ଓ ନିରୀହ ଏହି ଜନଜାତି ପରମ୍ପରା ଐତିହ୍ୟ ଓ ସଂସ୍କୃତି ପ୍ରତି ବେଶ ଯତ୍ନବାନ। मोर ना हूँ नरहरी नायक घर खानुआ। ये बड़ाम ठाकुर जो मेलाटी आम करुचु कहीं करुचु या कौन टा पाइबू आम बहुत किसी अच्छी मुझे कहले तो राति पाई खाली सामान्य सर्ट के कहीदे ये बड़ाम ठाकुर कौटी थे कौटी उत्पत्ति है ये जुग सरीगला 3टा जुग चलीगला आसला कली जिते इंद्रदम्न राजा ठाकुर को खोजिले ठाकुर होचंदी नीलकंधर से होचन जगन्नाथ बलराम जदि नीलकंधर रहे से ठाकुर को विद्यापति नहीं गले मुझे सर्ट कही दौची जदि नहीं गले बाकी बलराम कुआले गले बलराम मयूरभंज रहिले कौटी ए शिमिली पहाड़ रहिले आमे आख्या दौचु जगन्नाथ बड़ ठाकुर ना आमर बलराम ठाकुर होचंदी बड़ बलराम ठाकुर 18टा देव अच्छी शिमिली पहाड़ तेणुक आज आम ये बाथुड़ी समाज जिते से बलराम ठाकुर को पूजुचु आम पूर्वपुरुष मैंने पूजी आसिले तो यार उपकार कौन ये मानव जाति ये बाथुड़ी जाति दिने स्वर्गर देवता मानक आनिकी ये चांग नृत्य नचई खानुआ ग्राम पंचायत रे ये गोटे निरा कार्यक्रम चली बड़ाम ठाकुराणी आशीर्वाद रे ये अनुष्ठान दीर्घायु हो एवं आगामी दिन में आहरी उत्तर उत्तर उन्नति हो। ये बाथुड़ी संप्रदायर विगत दिन जो कार्यक्रम एवं तांकर पारंपरिक नृत्य को एठारे उपस्थापन करुछंती एवं आम समस्त को तार मनोरंजन करिपारुछंती तेणु तांको मध्ये आम मो तरफ एवं यही अंचल तरफ समस्त तरफ बहुत बहुत धन्यवाद। एमिति यही ठाकुराणी आशीर्वाद रे यही ग्रामर एवं आखपाख ग्रामवासी मानकर उत्तर उत्तर उन्नति हो ये कही मोर वक्तव्य ये सांग कर दोहरी ये जो बड़ाम ठाकुर को जो पूजा करा जाउची जो खानुआ कोसाई रे ये संस्कृति को बंचाई रखिचंती ये ठाकुर महिमा कौन रही से बाबद संक्षेप रे कहबे। बड़ाम ठाकुर प्रत्यक्ष ठाकुर या दीर्घ दिन धरी आमर जाति समाज बाथुड़ी समाज सेवा करी आसुंदी। यार पूजा विधि कौन सब रही पूजा विधि यार रही भोग है कुकुड़ा बुदा कदली नड़िया मिठे उखुड़ा यही सब कुकुड़ा बड़ी पड़िबो। हाँ बड़ी पड़ो बुदा भी बड़ी बुदा पड़ी पड़ो एडी पडुची पडुची आज पडीची ना आज ना एटा पड़े हमर पूर्णिमा रे पड़े रास पूर्णिमा रे
ବର୍ଷରେ ଥରେ ରାସ ପୂର୍ଣ୍ଣିମା। ବାସ୍ ଭଲରେ ପଡ଼େ। ଆଉ ଏତିକି କହି ମୁଁ ରହିଲି। ଆଜି ଯେଉଁ ଆପଣ ଆସିକି ପହଞ୍ଚିଛନ୍ତି ଖାନୁଆ କୂଅ ସାହିରେ ବଡ଼ାମ ପୂଜା ହେଇଛି, ବଡ଼ାମ ପୂଜାର ବିଧି କ'ଣ ରହିଛି ଆଉ ଆସିକି ଏଠି କେତେ ଖୁସି ଅନୁଭବ କରୁଛନ୍ତି, କ'ଣ ଲାଗୁଛି? ଦେଖନ୍ତୁ ଏଇଟା ହେଉଛି ବହୁତ ସର୍ବପୁରାତନ ପୂଜାବିଧି, ସର୍ବପୁରାତନ ସଂସ୍କୃତି। ଏ ବଡ଼ାମ ସଂସ୍କୃତି ମୟୂରଭଞ୍ଜ ମାଟିରେ ସର୍ବପୁରାତନ ଯେତେ ଯେଉଁ ପୂଜା ପୋଷା ଅଛି, ଯେତେ ଯେଉଁ ବିଧି ଅଛି, ଏଇଟା ହେଉଛି ପ୍ରାୟ କହିଲେ ସର୍ବପୁରାତନ। ମାନେ କ'ଣ ଏଇଟା ଭଞ୍ଜ ମାଟିର ମୟୂରଭଞ୍ଜ ମାଟିର ସେଟା ହେଉଛି ସର୍ବପୁରାତନ ଏବଂ ଯେତେ ସଂସ୍କୃତି ରହିଛି, ଯେତେ ପରମ୍ପରା ରହିଛି, ସବୁଠୁ ବେଶୀ ଆଗରେ ଥିଲା ଏଇଟା ବଡ଼ାମ ପୂଜାଟା। ବଡ଼ାମ ପୂଜାରୁ ହିଁ ଯେତେ ପ୍ରକାର ପୂଜା ସେ ଯାହାର ପୂଜା କୁହନ୍ତୁ, ଆଉ ଯେତେ ପ୍ରକାର ଯେଉଁ ଆଜିକା ଦିନରେ ଯେଉଁ ପୂଜା କରୁଛନ୍ତି ସେ ପୂଜା ଆଜିକାଲିକା ଦିନରେ ଆସିଛି। ବଡ଼ାମ ଠାକୁର କିଏ? ବଡ଼ାମ ଠାକୁର ତାକୁ ବଳରାମ ବି କୁହନ୍ତି ଏବଂ ବଡ଼ାମ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ଯେଉଁ ଖାନୁଆ କୂଅ ସାହିର ଚାଙ୍ଗୁ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି ଆପଣ ଯୋଗଦାନ କରିଛନ୍ତି, କ'ଣ ରହିଛି ଏ ଚାଙ୍ଗୁ ନୃତ୍ୟର ମହତ୍ଵ ଆଉ ସେ ବାବଦରେ କହିବେ, ଆଉ ଆଜି ଏଠି ମାନେ ଗ୍ରାମବାସୀଙ୍କ ଗହଣରେ ଉପସ୍ଥିତ ରହିକି ତାଙ୍କର ଆତିଥ୍ୟ ପାଇକି କେତେ ଖୁସି ଅଛନ୍ତି? ନାଇଁ ଦେଖନ୍ତୁ, ଇଏ ବାଥୁଡ଼ି ସାଂସ୍କୃତିକ ସମାଜ ତରଫରୁ ଏ ଖାନୁଆ ଗାଁର ଯେଉଁ ଗ୍ରାମବାସୀମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ବଡ଼ାମ ମହାପ୍ରଭୁଙ୍କର ପୂଜା ଅର୍ଚ୍ଚନା ଏ ଚୈତ୍ର ମାସରେ ହେଉଛି। ଏଇଟା ପ୍ରତ୍ୟେକ ବାଥୁଡ଼ି ଗାଁ ମାନଙ୍କରେ ହିଁ ଚାଲିଛି। ଏ କାର୍ଯ୍ୟକ୍ରମ ସରିଲା ପରେ 18 ଦେଉଳ ଶ୍ରୀ ଶ୍ରୀ ବଡ଼ାମ ଠାକୁରଙ୍କର ଯାତ୍ରା ବି ମଧ୍ୟ ଶିମିଳିପାଳକୁ ହେଇଥାଏ। ଏହି ଦୃଷ୍ଟିକୋଣରୁ ଏବେ ପ୍ରତ୍ୟେକ ଗ୍ରାମ ମାନଙ୍କରେ ଚାଙ୍ଗୁ ନୃତ୍ୟ ସହିତ ବଡ଼ାମଙ୍କର ପୂଜା ଆରାଧନା ଚାଲିଛି। ଏ ସରିଲା ପରେ 18 ଦେଉଳ ଶିମିଳିପାଳକୁ ମଧ୍ୟ ଆଗମନ ହେବ, ଯେଉଁଟାକି ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ହୁଏ। ସେଥିରେ ଆମର ଯେଉଁ ବାଥୁଡ଼ି ସାଂସ୍କୃତିକ ସମାଜ ତରଫରୁ ତାର ଭାଷା, ସଂସ୍କୃତି, ପରମ୍ପରା ଏବଂ ତା ସହିତ ଏକତା, ଏହି ଆଧାରରେ ଏହି କାର୍ଯ୍ୟକ୍ରମଟି ବିଶେଷ କରି ଚାଲିଥାଏ। ତା ସହିତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ, ନିଶା ନିବାରଣ ଏବଂ ଚାଷବାସଠୁ ଆରମ୍ଭ କରି ବିଭିନ୍ନ ପଦ୍ଧତିରେ ମଧ୍ୟ ଶିକ୍ଷା ବ୍ୟବସ୍ଥା ବି ମଧ୍ୟ ଆମ ସମାଜର ଯେଉଁ ବାଥୁଡ଼ି ସାଂସ୍କୃତିକ ସମାଜର କର୍ମକର୍ତ୍ତାମାନେ ଅଛନ୍ତି, ଭୁବନେଶ୍ୱର ହଉ କଟକର ହଉ, ଆସିକରି ଏ ବାର୍ତ୍ତା ବି ମଧ୍ୟ ସମାଜକୁ ଦେଇଥାନ୍ତି। ଆଉ ଗୋଟେ ଜିନିଷ ଦେଖାଯାଏ, ସମୟାନୁକ୍ରମେ ଶିକ୍ଷିତ ଯୁବପିଢ଼ିଙ୍କର ସଂସ୍କୃତି ପ୍ରତି ଆଦର କମି ଯାଉଛି, ସେମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ? ନାଇଁ, ଏବେ ଦେଖନ୍ତୁ, ଆମେ ମଧ୍ୟ ଉଦୟ ସାଂସ୍କୃତିକ ସମାଜ ତରଫରୁ ପାଟପୁରଠାରେ ବିରାଟ ଧରଣର ଗୋଟେ କାର୍ଯ୍ୟକ୍ରମ କରିଥିଲୁ, ଯେଉଁଟାକି ଆମ ମୟୂରଭଞ୍ଜ ଜିଲ୍ଲା ଏବଂ କେଉଁଝର, ବାଲେଶ୍ୱର ଆଉ କିଛି ଜାଗାରୁ ବି ମଧ୍ୟ ବନ୍ଧୁମାନେ ଆସିଥିଲେ ଏବଂ ସୁନ୍ଦର କାର୍ଯ୍ୟକ୍ରମ ହୋଇଥିଲା। 20-25 ହଜାର ଲୋକ ବି ମଧ୍ୟ ହେଇଥିଲେ। ସେଥିରେ ଭଲ ସୁନ୍ଦର ବାର୍ତ୍ତା ଯାଇଥିଲା। ଯେଉଁ ଯୁବପିଢ଼ିମାନେ ମାନେ ବିଭିନ୍ନ ରାସ୍ତାକୁ ଚାଲି ଯାଉଛନ୍ତି, ସେଥିପାଇଁ ତାଙ୍କୁ ନିୟନ୍ତ୍ରଣ କରିବା ଏବଂ ବିଶେଷ କରି ମାଦକ ଦ୍ରବ୍ୟ ଯେଉଁ ଆମ ସମାଜରେ ବିଶେଷ କରି ବ୍ୟାଧି ରୂପରେ ତାକୁ ଆକ୍ରାନ୍ତ କରିଛି, ତାକୁ ମଧ୍ୟ ଦୂର କରିବା, ଏ ସମାଜର ଏଇଟା ହେଉଛି ବଡ଼ କଥା ଅଛି। ତେଣୁ ଧୀରେ ଧୀରେ ଯୁବପିଢ଼ି ମଧ୍ୟ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆକୃଷ୍ଟ ହେଉଛନ୍ତି ଏବଂ ସେମାନେ ବି ମଧ୍ୟ ଆସୁଛନ୍ତି। ଆପଣମାନେ ଦେଖିଥିବେ, ବିଶେଷ କରି ଯୁବକମାନେ ଏ ଚାଙ୍ଗୁ ନୃତ୍ୟରେ ବିଶେଷ କରି ଭାଗ ନେଉଛନ୍ତି। ଆଉ ଗୋଟେ ଜିନିଷ ଦେଖିବାକୁ ମିଳେ ଯେ ଯୁଗ ଆଗେଇଛି, ସମାଜ ଆଗେଇଛି, ପରମ୍ପରା ଆଗେଇଛି, ସବୁ ଲୋକ ଆଡଭାନ୍ସ ହେଇଛନ୍ତି, କିନ୍ତୁ ବାଥୁଡ଼ି ସମ୍ପ୍ରଦାୟ କାହିଁକି ନା କୋଉଠି ଟିକେ ପଛରେ ରହିଥିବା ପରି ଲାଗେ। କାହିଁକି ତାଙ୍କର ଆର୍ଥିକ ବିକାଶ କାହିଁକି ହଉନି? ସେମାନେ ସମାଜର ମୁଖ୍ୟ ସ୍ରୋତରେ କାହିଁକି ସାମିଲ ହେଇପାରୁନାହାନ୍ତି? ବିଶେଷ କରି ବାଥୁଡ଼ି ସାଂସ୍କୃତିକ ସମାଜ ଯେଉଁ ପୂର୍ବ ପୁରୁଷମାନଙ୍କ କଥା କହିବା, ମୋ ବାପାଙ୍କ କଥା କହିବା, ଜେଜେବାପାଙ୍କ କଥା କହିବା, ବିଶେଷ କରି ଏମାନେ ଚାଷବାସ ସହିତ ପ୍ରତ୍ୟେକ ଗାଁର ଏକତା, ଐତିହ୍ୟ ଏବଂ ସଂସ୍କୃତି ୟାକୁ ଆଧାର କରିକି ଚାଲିଥିଲେ। ମଝିରେ ଟିକେ ବିଶୃଙ୍ଖଳା ହେଲା। କେଉଁ କାରଣରୁ ବିଶୃଙ୍ଖଳା ହେଲା ଆମେ ନିଶ୍ଚିତ ଭାବରେ ତାକୁ ଗବେଷଣା କରୁଛୁ ଏବଂ ତାକୁ କେମିତି ସୁଧାରିବା ଆଉ ଏକତା ସୂତ୍ରରେ ବାନ୍ଧିବା, ପୂର୍ବ ଐତିହ୍ୟ ପରମ୍ପରାକୁ କେମିତି ଫେରାଇ ଆଣିବା, ଏଥିପାଇଁ ମଧ୍ୟ ସମାଜ ତରଫରୁ ପ୍ରଚେଷ୍ଟା ଚାଲିଛି।